ଦିନେ ପକ୍ଷୀ ରାଜା ଚିଲ ଜଙ୍ଗଲରେ ବୁଲି ବୁଲି ଚଢ଼େଇଙ୍କୁ ଦେଖୁଥିଲା। ହଠାତ୍ ତାର ନଜର ମୂର୍ତ୍ତି ବନାଉଥିବା ଏକ ଚଢ଼େଇ ଉପରେ ପଡ଼ିଲା। ସେ ଚଢ଼େଇଟି ଅନେକ ସୁନ୍ଦର ସୁନ୍ଦର ମୂର୍ତ୍ତି ତିଆରି କରିଥିଲା। ବାଃ ଚଢ଼େଇ, ତୁ କେତେ ସୁନ୍ଦର ମୂର୍ତ୍ତି ତିଆରି କରିଛୁ। ତୋ ମୂର୍ତ୍ତି ସବୁ ଦେଖିବାକୁ ପୁରା ଜୀବନ୍ତ ପରି ଲାଗୁଛି। ଆଚ୍ଛା ଚଢ଼େଇ, ତୁ ମୋର, ମୋ ଝିଅର ଆଉ ମୋ ସ୍ତ୍ରୀର ଏକ ମୂର୍ତ୍ତି ତିଆରି କରି ପାରିବୁ? ଆଜ୍ଞା ମହାରାଜ, ମୁଁ ପାରିବି। ତେବେ ଠିକ୍ ଅଛି, ତୁ ଯଦି ଭଲ ମୂର୍ତ୍ତି ତିଆରି କରିବୁ ମୁଁ ତତେ 100ଟି ସ୍ୱର୍ଣ୍ଣ ମୁଦ୍ରା ଦେବି। ସିପାହୀ, ଯାହା ଯାହା ବି ଲାଗିବ ଏ ଚଢ଼େଇକୁ ଆଣିଦିଅ। ସେ ଶୀଘ୍ର ତା କାମ ଆରମ୍ଭ କରୁ। ତାପରେ ସୈନିକମାନେ ଭଲ ମାଟି ଆଣି ସେ ଚଢ଼େଇକୁ ଦେଲେ। ମୂର୍ତ୍ତିକାର ଚଢ଼େଇ ଦିନ ରାତି ପରିଶ୍ରମ କରି ରାଜା ଚିଲ, ତା ସ୍ତ୍ରୀ ଆଉ ତାଙ୍କ ଝିଅର ଖୁବ୍ ସୁନ୍ଦର ମୂର୍ତ୍ତି ତିଆରି କରିଦେଲା। ସେ 3 ମୂର୍ତ୍ତି ଜୀବନ୍ତ ପରି ଲାଗୁଥିଲେ। ବାପା ବାପା, ଏ 3 ମୂର୍ତ୍ତି ଭାରି ସୁନ୍ଦର ହେଇଛି। ମୋ ମୂର୍ତ୍ତିଟାକୁ ଦେଖ, ମୁଁ କେତେ ସୁନ୍ଦର ଦେଖାଯାଉଛି। ମୁଁ ବହୁତ ଖୁସି ବାପା। ହଁ ରାଜା, ମୁଁ ବି ବହୁତ ଖୁସି। ତୁମେ ମୂର୍ତ୍ତିକାରକୁ ଭଲ ପୁରସ୍କାର ଦିଅ। ତାପରେ ରାଜା ଚିଲ ମୂର୍ତ୍ତିକାର ଚଢ଼େଇକୁ ବହୁତ ଭଲ ପୁରସ୍କାର ଦେଲା। ସେ ସେଇ 3 ମୂର୍ତ୍ତିକୁ ନିଜ ପ୍ରାସାଦରେ ରଖିଲା। ସବୁଦିନ ରାଜା ନିଜ ମୂର୍ତ୍ତିକୁ ଦେଖି ଖୁବ୍ ଖୁସି ହେଉଥିଲା। ଦିନେ ସକାଳେ ରାଜା ଚିଲ ନିଜ ମୂର୍ତ୍ତି ଦେଖିବାକୁ ଗଲା। ସେ ସବୁ ମୂର୍ତ୍ତିକୁ ଧରି ଧରି ଦେଖୁଥିଲା। ହଠାତ୍ ସେ ଦେଖିଲା ସେ 3 ମୂର୍ତ୍ତିରେ ଅନେକ ମଇଳା ଲାଗିଛି। ରାଜା ଚିଲ ରାଗିଯାଇ ନିଜ ସୈନ୍ୟମାନଙ୍କୁ ଡାକିଲା। ସିପାହୀ, କୁଆଡ଼େ ଗଲ? ଶୀଘ୍ର ଏଠାକୁ ଆସ। ଆଜ୍ଞା ମହାରାଜ, ଆମକୁ ଡାକିଲେ? ମୋ 3 ମୂର୍ତ୍ତିରେ ଅନେକ ଧୂଳି ଲାଗିଛି। ପ୍ରତିଦିନ ମୋ ମୂର୍ତ୍ତି ସଫା କରିବା ପାଇଁ ଏକ ଚଢ଼େଇର ବ୍ୟବସ୍ଥା କର। ମୁଁ ଚାହୁଁନି ଧୂଳିମଳି ଲାଗି ମୋ ମୂର୍ତ୍ତି ନଷ୍ଟ ହେଇଯାଉ। ଆଜ୍ଞା ମହାରାଜ, ଆପଣ ଚିନ୍ତା କରନ୍ତୁନି, ମୁଁ ଏବେ ଯାଉଛି ଚଢ଼େଇ ଆଣିବାକୁ। ତାପରେ ସେ ସିପାହୀ ଚଢ଼େଇ ଖୋଜିବାକୁ ଗଲା। ସେଇ ଜଙ୍ଗଲରେ ରାଜୁ ଆଉ ରିନୁ ନାମରେ 2ଟି ଗରିବ ଚଢ଼େଇ ରହୁଥିଲେ। ରାଜୁ ବଜାରରେ ବୁଲି ବୁଲି କାମ ଖୋଜୁଥିଲା। ହଠାତ୍ ତାର ରାଜୁ ସିପାହୀ ସହ ଦେଖା ହେଲା। ସିପାହୀ ଯେତେବେଳେ ଜାଣିଲା ରାଜୁ କାମ ଖୋଜୁଛି, ସେ ତାକୁ ଧରି ପ୍ରାସାଦକୁ ଗଲା। ମହାରାଜ, ୟା ନାଁ ହେଉଛି ରାଜୁ। ରାଜୁ କାମ ଖୋଜୁଥିଲା। ଆପଣଙ୍କ ମୂର୍ତ୍ତି ଦେଖାଶୁଣା କରିବା ପାଇଁ ମୁଁ ୟାକୁ ନେଇ ଆସିଲି। ଠିକ୍ ଅଛି, ତୁ ମୋ 3 ମୂର୍ତ୍ତିର ଭଲ କି ଯତ୍ନ ନେ। ହେଲେ ହଁ, ମୋ 3 ମୂର୍ତ୍ତିର ଯଦି କିଛି କ୍ଷତି ହୁଏ ମୁଁ ତତେ କଠିନ ଶାସ୍ତି ଦେବି। ନା ନା ମହାରାଜ, ମୋର ଏତେ ସାହସ ନାହିଁ ଯେ ମୁଁ ଆପଣଙ୍କ ମୂର୍ତ୍ତିର କିଛି କ୍ଷତି କରିବି। ମୁଁ ମନ ଧ୍ୟାନ ଦେଇ ମୋ କାମ କରିବି। ତାପରେ ରାଜୁ ସେ 3 ମୂର୍ତ୍ତି ପାଖ ଗଲା ଆଉ ମୂର୍ତ୍ତି ଗୁଡ଼ାକୁ ସଫା କରିବାରେ ଲାଗି ପଡ଼ିଲା। ସେ ପ୍ରତିଦିନ ମୂର୍ତ୍ତି ସବୁକୁ ଭଲ ଭାବରେ ସଫା କରୁଥିଲା। ରାଜା ତା କାମରେ ଖୁସି ହେଇ ତାକୁ ଅନେକ ଟଙ୍କା ଦେଉଥିଲା। ଏହିପରି ବେଶ କିଛି ଦିନ ବିତିଗଲା। ଦିନେ ହଠାତ୍ ରାଜୁ ସ୍ତ୍ରୀର ଦେହ ଖରାପ ହେଇଗଲା। ରାଜୁ ତା ସ୍ତ୍ରୀର ଦେଖାଶୁଣା କରୁଥିଲା, ଯାହାଫଳରେ କାମକୁ ଯିବା ପାଇଁ ତାର ଡେରି ହେଇଗଲା। ଆରେ ରାଜୁ, ତୁ ଆଜି ଏତେ ଡେରି କାହିଁକି କରିଦେଲୁ? ସିପାହୀ ଆଜ୍ଞା, ମୋ ସ୍ତ୍ରୀର ଦେହ ଖରାପ ଥିବାରୁ ମୁଁ ତାର ଦେଖାଶୁଣା କରୁଥିଲି। ସେଥିପାଇଁ ଆସୁ ଆସୁ ଟିକେ ଡେରି ହେଇଗଲା। ଯା, ଶୀଘ୍ର ନିଜ କାମ କରିବୁ। ରାଜାଙ୍କ ମୂର୍ତ୍ତିରେ ଯଦି ଟିକେ ବି ମଇଳା ଲାଗିଥାଏ ସେ ତତେ କାମରୁ ବାହାର କରିଦେବେ। କାମ ଚାଲିଯିବା ଭୟରେ ରାଜୁ ତରତର ହେଇ ରାଜାଙ୍କ ମୂର୍ତ୍ତି ପାଖକୁ ଗଲା ଆଉ ଶୀଘ୍ର ଶୀଘ୍ର ସେ 3 ମୂର୍ତ୍ତିକୁ ସଫା କରିବାରେ ଲାଗି ପଡ଼ିଲା। ହଠାତ୍ ଭୁଲରେ ସେ ରାଣୀ ମୂର୍ତ୍ତିର ଥଣ୍ଟ ଭାଙ୍ଗିଦେଲା। ହେ ଭଗବାନ, ଏ କଣ ସର୍ବନାଶ ହେଇଗଲା। ରାଜା ଯଦି ଜାଣିବେ ମୁଁ ରାଣୀମାଙ୍କ ମୂର୍ତ୍ତି ଭାଙ୍ଗି ଦେଇଛି, ସେ ମତେ ଜୀବନରୁ ମାରିଦେବେ। ହେ ପ୍ରଭୁ, ମତେ ରକ୍ଷା କର। ଏ କଣ, ତୁମେ ମୋ ମାର ମୂର୍ତ୍ତିକୁ ଭାଙ୍ଗିଦେଲ? ମୁଁ ଏବେ ବାପାଙ୍କୁ ଏକଥା କହିଦେବି। ରାଜା ଝିଅ ଶୀଘ୍ର ଯାଇ ଚିଲ ରାଜାକୁ ଏକଥା କହିଦେଲା। ରାଜା ଚିଲ ରାଗିଯାଇ ସିପାହୀଙ୍କୁ ଆଦେଶ ଦେଲା ରାଜୁକୁ ବନ୍ଦୀ କରିବା ପାଇଁ। ତତେ ମୁଁ ଆଗରୁ କହିଥିଲି, ମୋ ମୂର୍ତ୍ତିର ଯଦି ଟିକେ ବି କ୍ଷତି ହୁଏ ମୁଁ ତତେ କଠିନ ଶାସ୍ତି ଦେବି। ଏବେ ତୋର ଶାସ୍ତି ହେଉଛି ମୃତ୍ୟୁ। ନା ନା ମହାରାଜ, ମତେ ଏତେ ବଡ଼ ଶାସ୍ତି ଦିଅନ୍ତୁନି। ଦୟାକରି ମୋ କଥା ଆଗ ଶୁଣନ୍ତୁ। ମୁଁ ଜାଣିଶୁଣି ରାଣୀମାଙ୍କ ମୂର୍ତ୍ତି ଭାଙ୍ଗିନି। ଭୁଲରେ ରାଣୀମାଙ୍କ ମୂର୍ତ୍ତି ଭାଙ୍ଗିଗଲା। ନା, ମୁଁ ତୋର କିଛି କଥା ଶୁଣିବିନି। ତତେ ଆଜି ମୃତ୍ୟୁଦଣ୍ଡ ମିଳିବ। ସିପାହୀ, ଏ ଚଢ଼େଇକୁ ନେଇ ଫାଶୀରେ ଝୁଲେଇ ଦିଅ। ସିପାହୀ ରାଜୁକୁ ଫାଶୀରେ ଝୁଲେଇବା ପାଇଁ ନେବା ସମୟରେ
ରାଜୁ ଦୌଡ଼ି ଯାଇ ରାଜା ଚିଲ ଆଉ ତା ଝିଅର ଭଲ ମୂର୍ତ୍ତିକୁ ନେଇ ଆସି ରାଜାଙ୍କ ସାମ୍ନାରେ ହିଁ ଭାଙ୍ଗିଦେଲା। ଏସବୁ ଦେଖି ରାଜା ଚିଲ ଆହୁରି ରାଗିଗଲା। କିରେ, ତୋର ଏତେ ସାହସ? ତୁ ମୋ ମୂର୍ତ୍ତି ଆଣି ମୋ ସାମ୍ନାରେ ହିଁ ଭାଙ୍ଗି ଦେଉଛୁ? ତୋର କ'ଣ ମୂର୍ତ୍ତିକୁ ଟିକେ ବି ଭୟ ନାହିଁ? ମହାରାଜ, ଭୁଲରେ ମୁଁ ଗୋଟିଏ ମୂର୍ତ୍ତି ଭାଙ୍ଗିଦେଲି ବୋଲି ଆପଣ ମୋତେ ମୃତ୍ୟୁଦଣ୍ଡ ଦେଲେ। ମୁଁ ଯିବା ପରେ ଏ ଦୁଇ ଭଲ ମୂର୍ତ୍ତିର ଦେଖାଶୁଣା କରିବା ପାଇଁ ଆପଣ ଆଉ ଜଣଙ୍କୁ ରଖିବେ। ସେ ଯଦି କେବେ ଭୁଲରେ ମୂର୍ତ୍ତି ଭାଙ୍ଗିଦିଏ ଆପଣ ତାକୁ ବି ମୃତ୍ୟୁଦଣ୍ଡ ଦେବେ। ମୁଁ ଚାହୁଁନି ଆଉ କାହାର ବି ପ୍ରାଣ ଯାଉ, ସେଥିପାଇଁ ଏମିତି କାମ କଲି। ନା ଥିବ ମୂର୍ତ୍ତି, ନା ଯିବ କାହାର ଜୀବନ। ରାଜୁର ଏପରି କଥା ଶୁଣି ରାଜା ଚିଲ ନିଜ ଭୁଲ ବୁଝିପାରିଲା। ସେ ମନରେ ଚିନ୍ତା କଲା, ଆରେ ମୁଁ ଏ କେତେ ବଡ଼ ଭୁଲ କରିବାକୁ ଯାଉଥିଲି। ଏ ସାମାନ୍ୟ ମାଟିର ମୂର୍ତ୍ତି ପାଇଁ ମୁଁ ଏ ରାଜୁକୁ ମୃତ୍ୟୁଦଣ୍ଡ ଦେଉଥିଲି। ସେ ଗୋଟେ ସାଧାରଣ ଚଢ଼େଇ ହେଇ ମରିବା ସମୟରେ ବି ଆଉ ଗୋଟେ ଚଢ଼େଇର ଭଲ ଚିନ୍ତା କରୁଛି, ହେଲେ ମୁଁ ରାଜା ହେଇ ନିଜ ଚିନ୍ତା କରୁଥିଲି। ଛି, ବାଃ ରାଜୁ, ସତରେ ତୁ ଆଜି ମୋର ଆଖି ଖୋଲିଦେଲୁ। ମରିବା ସମୟରେ ବି ତୁ ନିଜ ଚିନ୍ତା ନ କରି ଅନ୍ୟର ଭଲ ଚିନ୍ତା କରୁଛୁ। ତୋର ଏଇ ଗୁଣ ଦେଖି ମୁଁ ଅନେକ ଖୁସି। ମୁଁ ତ ମୃତ୍ୟୁଦଣ୍ଡ ଫେରେଇ ନେଉଛି। ଯା, ଏବେ ଘରକୁ ଫେରିଯା। କାଲିଠୁ ତୁ ସବୁଦିନ ଆସି ଏ ରାଜପ୍ରାସାଦରେ କାମ କରିବୁ। ଏମିତି ଶୁଣି ରାଜୁ ଖୁସି ହେଇ ଚିଲ ରାଜାକୁ ଧନ୍ୟବାଦ ଜଣାଇଲା ଆଉ ଖୁସି ମନରେ ନିଜ ଘରକୁ ଫେରିଗଲା। ଦିନେ ଏକ ମା ଚଢ଼େଇ ତା ଛୁଆ ସାଙ୍ଗରେ ଖାଇବା ଖୋଜିବାକୁ ଯାଇଥିଲା, ହେଲେ ସେଦିନ ସେମାନେ କିଛି ବି ଖାଇବା ପାଇଲେ ନାହିଁ। ମନ ଦୁଃଖରେ ସେମାନେ ଘରକୁ ଫେରିବା ସମୟରେ ହଠାତ୍ ଏକ ଚିତ୍କାର ଶୁଣିବାକୁ ପାଇଲେ। ବଞ୍ଚାଅ, ବଞ୍ଚାଅ, ମତେ କେହି ସାହାଯ୍ୟ କର। ମା, କିଏ ଚିତ୍କାର କରୁଛି ନା? ତୁମେ ଶୁଣିପାରୁଛ ତ? ହଁ, ମୁଁ ବି ଶୁଣିପାରୁଛି। ନିଶ୍ଚୟ କେହି ବିପଦରେ ପଡ଼ିଛି। ଚାଲ ତା ପାଖକୁ ଯିବା। ଏମିତି କଥା ହେଇ ସେ ଦୁଇ ମା ଛୁଆ ଶବ୍ଦ ଶୁଭୁଥିବା ଜାଗାକୁ ଗଲେ। ସେମାନେ ଦେଖିଲେ ଏକ ବତକ ଜାଲରେ ପଡ଼ି ଚିତ୍କାର କରୁଥିଲା। ସେ ବତକ ଚଢ଼େଇମାନଙ୍କୁ ଦେଖି କହିଲା, ଚଢ଼େଇ, ମତେ ଟିକେ ସାହାଯ୍ୟ କର। ହେଲେ ବତକ, ମୁଁ ବହୁତ ଛୋଟ, ମୁଁ ତୁମକୁ କେମିତି ଏତେ ବଡ଼ ଜାଲ ଭିତରୁ ବାହାର କରିବି? ଚଢ଼େଇ, ତୁ ଚିନ୍ତା କରନି, ଏଇ ପାଖରେ ଏକ ଯାଦୁର ଲାଠି ପଡ଼ିଛି। ମତେ ସେ ଲାଠି ଧରେଇ ଦେ, ମୁଁ ନିଜେ ହିଁ ଜାଲ ଭିତରୁ ବାହାରିଯିବି। ଏମିତି ଶୁଣି ମା ଚଢ଼େଇ ପାଖରେ ପଡ଼ିଥିବା ଯାଦୁର ଲାଠିକୁ ଉଠେଇ ବତକକୁ ଧରେଇ ଦେଲା। ସଙ୍ଗେ ସଙ୍ଗେ ହିଁ ସେ ବତକଟି ଏକ ସୁନ୍ଦର ପରୀରେ ବଦଳିଗଲା ଆଉ ସେ ଜାଲ ଭିତରୁ ବାହାରି ଆସିଲା। ତୁମେ କିଏ? ଏ ଜାଲ ଭିତରେ କେମିତି ପଡ଼ିଥିଲ? ଚଢ଼େଇ, ମୁଁ ଜଣେ ପରୀ। ମୁଁ ଏ ଜଙ୍ଗଲକୁ ବୁଲିବା ପାଇଁ ଆସିଥିଲି। ବତକମାନଙ୍କୁ ଦେଖି ମୁଁ ତାଙ୍କ ରୂପ ନେଇଥିଲି। ମୁଁ ମୋ ପୂର୍ବ ରୂପକୁ ଫେରିବା ପୂର୍ବରୁ ହିଁ ଏ ଜାଲରେ ପଡ଼ିଗଲି। ମୋ ହାତରୁ ମୋ ଯାଦୁର ଲାଠି ଖସି ପଡ଼ିଲା। ମୋର ସବୁ ଶକ୍ତି ଏଇ ଯାଦୁର ଲାଠିରେ ଥିଲା, ସେଥିପାଇଁ ମୁଁ ଜାଲରୁ ବାହାରି ପାରିନଥିଲି। ତୁ ମତେ ମୋ ଯାଦୁର ଲାଠି ଧରେଇ ଦେବାରୁ ମୁଁ ମୋ ଶକ୍ତି ଫେରି ପାଇଲି। ମୋ ମା କୁହନ୍ତି, ଯିଏ ବିପଦରେ ପଡ଼ିଥାଏ ତାକୁ ସାହାଯ୍ୟ କରିବା କଥା। ତୁମକୁ ସାହାଯ୍ୟ କରି ଆମେ ବହୁତ ଖୁସି। ପରୀ, ତୁମେ ନା ବହୁତ ସୁନ୍ଦର। ଚଢ଼େଇ ଛୁଆ, ମୁଁ ଜାଣିଛି ତମ ମା ବହୁତ ଭଲ। ତମମାନଙ୍କ ଅବସ୍ଥା କଥା ବି ମୁଁ ଜାଣିଛି। ମୁଁ ତମମାନଙ୍କ ଉପରେ ବହୁତ ଖୁସି। ମୁଁ ତମମାନଙ୍କୁ କିଛି ଦେବାକୁ ଚାହୁଁଛି। ଏମିତି କହି ପରୀ ମା ଚଢ଼େଇକୁ ଏକ ପୋଟଳି ଦେଲା। ଏଇ ପୋଟଳିରେ କ'ଣ ଅଛି ପରୀ? ତୁମେ କ'ଣ ଆମକୁ ଖାଇବା ଦେଉଛ? ନା ନା, ଏଥିରେ ଖାଇବା ନାହିଁ। ଏଥିରେ 3ଟି ମଞ୍ଜି ଅଛି, ହଳଦିଆ, ସବୁଜ ଆଉ ନାଲି ରଙ୍ଗର କଦଳୀ ମଞ୍ଜି। ଚଢ଼େଇ, ତୁ ଏସବୁ ମଞ୍ଜି ନେଇ ନିଜ ବଗିଚାରେ ପୋତି ଦେବୁ। ଯେତେବେଳେ କଦଳୀ ଗଛରେ ଫଳ ଫଳିବ, ହଳଦିଆ ଆଉ ସବୁଜ ରଙ୍ଗର ଫଳ ସମସ୍ତେ ଖାଇପାରିବ। ହେଲେ ନାଲି ରଙ୍ଗର କଦଳୀ ଯିଏ ବି ଖାଇବ ସେ କେବେ ବି ଖରାପ କାମ କରିନଥିବ। ଯଦି କେବେ ଖରାପ ଚଢ଼େଇ ନାଲି ରଙ୍ଗର କଦଳୀ ଖାଇଦିଏ, ସେ ପୁରାପୁରି ଦୁର୍ବଳ ହେଇଯିବ। ତା ଦେହରେ ଟିକେ ବି ଶକ୍ତି ରହିବନି। ଏମିତି କହି ପରୀ ସେଠାରୁ ଚାଲିଗଲା। ମା ଚଢ଼େଇ ସେ ମଞ୍ଜି ପୋଟଳି ଧରି ନିଜ ଘରକୁ ଫେରି ଆସିଲା। ସେ ନିଜ ବଗିଚାରେ ସେ 3 ମଞ୍ଜି ପୋତି ଦେଲା। ରାତି ହେବା ପରେ ସେମାନେ ଶୋଇପଡ଼ିଲେ। ସକାଳେ ସେମାନେ ଘରୁ ବାହାରି ଦେଖିଲେ ତାଙ୍କ ବଗିଚାରେ 3ଟି କଦଳୀ ଗଛ ବାହାରି 3 ରଙ୍ଗର କଦଳୀ ଫଳିଛି। ମା, ଏ 3ଟି ଗଛରେ 3 ରଙ୍ଗର କଦଳୀ ଫଳିଛି।
ଚାଲ ନା ମା, ସେଥିରୁ କିଛି କଦଳୀ ତୋଳି ଖାଇବା। ଠିକ ଅଛି ମୋ ଧନ, ମୁଁ ଏବେ ତୋ ପାଇଁ କଦଳୀ ତୋଳି ଦେଉଛି। ହେଲେ ତୋର ମନେ ଅଛି ତ, ଏ ନାଲି ରଙ୍ଗର କଦଳୀ ଖରାପ କାମ କରିଥିବା ଚଢ଼େଇ ଖାଇପାରିବେନି। ହେଲେ ମା, ଆମେ ତ କେବେ ବି ଖରାପ କାମ କରିନାହାନ୍ତି। ହଁ, ତୁ ଠିକ କହିଲୁ, ଆମେ ସବୁ ପ୍ରକାରର କଦଳୀ ଖାଇପାରିବା। ଏମିତି କଥା ହେଇ ସେ ଦୁଇ ମା ଛୁଆ ସବୁ ରଙ୍ଗର କଦଳୀ ତୋଳି ଖାଇଲେ। ମା ମା, ସତରେ ଏ କଦଳୀ ସବୁ ବହୁତ ମିଠା। ହଁ, ଏସବୁ ଯାଦୁର କଦଳୀ, ସେଥିପାଇଁ ବହୁତ ମିଠା ଲାଗୁଛି। ଚାଲ ଆମେ ଅନ୍ୟମାନଙ୍କୁ ବି କଦଳୀ ଦେବା। ସେମାନେ ସବୁଜ ଆଉ ହଳଦିଆ ରଙ୍ଗର କଦଳୀ ଅନ୍ୟ ଚଢ଼େଇ ମାନଙ୍କୁ ବି ଖାଇବା ପାଇଁ ଦେଉଥିଲେ। ଧୀରେ ଧୀରେ ପୁରା ଜଙ୍ଗଲରେ ଏକଥା ପ୍ରଚାର ହେଇଗଲା। ଦିନେ ଏକ ମିଟୁ ଚଢ଼େଇର ଘରକୁ ଗଲା। ଆରେ ଚଢ଼େଇ, ତୋ ବଗିଚାରେ ତ ଆଗରୁ ଏ 3 କଦଳୀ ଗଛ ନଥିଲା। ମିଟୁ ଭାଇ, ଏସବୁ ଯାଦୁର କଦଳୀ ଗଛ। ଜଣେ ପରି ଆମ ଉପରେ ଖୁସି ହେଇ ଏ କଦଳୀ ଗଛ ଦେଇଛନ୍ତି। ମିଟୁ ଭାଇ, ତୁମେ କିଛି କଦଳୀ ଖାଇବ କି? ହଁ ହଁ ଚଢ଼େଇ, ଏତେ ସାରା କଦଳୀ ଦେଖି ମୋର କଦଳୀ ଖାଇବାକୁ ଇଚ୍ଛା ହେଉଛି। ଏ ନାଲି ରଙ୍ଗର କଦଳୀ ବଢ଼ିଆ ଦେଖାଯାଉଛି, ମତେ ଏଥିରୁ କିଛି ଦେ। ହେଲେ ମିଟୁ ଭାଇ, ଯେ କେବେ ବି ଖରାପ କାମ କରିନଥିବ, କେବଳ ସେ ହିଁ ନାଲି ରଙ୍ଗର କଦଳୀ ଖାଇପାରିବ। ଆଚ୍ଛା, ଏମିତି କଥା। ମୁଁ ଥରେ ଗୋଟେ ଖରାପ କାମ କରିଥିଲି। ଦିନେ ମୁଁ ଜଣଙ୍କ ପାଖରୁ କିଛି ଫଳ ଚୋରି କରିଥିଲି। ମୁଁ ତାହେଲେ ନାଲି କଦଳୀ ଖାଇବିନି। ଚଢ଼େଇ, ମତେ ସେ ହଳଦିଆ କଦଳୀରୁ କିଛି ଦେ। ମିଟୁ କିଛି ହଳଦିଆ କଦଳୀ ନେଇ ସେଠାରୁ ଚାଲିଗଲା। ସେଇ ଜଙ୍ଗଲରେ 2ଟି ଦୁଷ୍ଟ କାଉ ରହୁଥିଲେ। ଚଢ଼େଇର କଦଳୀ ବିଷୟରେ ସେମାନେ ବି ଜାଣିବାକୁ ପାଇଲେ। ଆରେ, ତମେ ସେ ଚଢ଼େଇ ବିଷୟରେ ଶୁଣିଛ ନା ନାଇଁ? ତା ପାଖରେ ନା କେତେ ରଙ୍ଗ ବେରଙ୍ଗର କଦଳୀ ଅଛି। ହଁ ହଁ, ମୁଁ ତା ବିଷୟରେ ଶୁଣିଛି। ତୁ କିଛି କଦଳୀ ଖାଇବୁ କି? ମୁଁ ଯାଉଛି ତା ପାଖରୁ କିଛି କଦଳୀ ନେଇ ଆସିବି। ନା ନା, ଖାଲି କଦଳୀ ନୁହଁ, ମତେ ପୁରା କଦଳୀ ଗଛ ଦରକାର। ଚାଲ ଏବେ ତା ଘରକୁ ଯାଇ ତା ପାଖରୁ ତାର ସବୁ କଦଳୀ ଗଛ ଛଡ଼େଇ ନେବା। ଏମିତି କଥା ହେଇ ସେ 2 ଜଣ ଚଢ଼େଇ ପାଖକୁ ଆସିଲେ। ଆରେ, ତମେ 2 ଜଣ ଏଠି କିଛି କଦଳୀ ନେବାକୁ ଆସିଛ କି? ଚଢ଼େଇ, ଆମ ପାଖରେ ବହୁତ ଖାଇବା ଅଛି, ଆମେ କାହିଁ ତ କଦଳୀ ନେବୁ। ତତେ ଏକ ଜରୁରୀ କଥା କହିବାକୁ ଆସିଛୁ। ନଦୀ ପାଖରେ ନା କିଛି ଚଢ଼େଇ ମିଟୁକୁ ପିଟୁଛନ୍ତି। ସେ ତତେ ସାହାଯ୍ୟ ପାଇଁ ଡାକୁଛି। ଆରେ ମା, ତୁ ଆମ କଦଳୀ ବଗିଚାରେ ଥା, ମୁଁ ଯାଇ ଦେଖେ ମିଟୁ ଭାଇର କଣ ହେଲା। ଆରେ ଚଢ଼େଇ ଛୁଆ, ତୁ ଆଉ କାହିଁ ଏଠି ରହିଲୁ? ତୁ ବି ଏଠୁ ଚାଲିଯା। ଆଜିଠୁ ଏ ସବୁ କଦଳୀ ଗଛ ଆମର। ଏମିତି କାହିଁକି କହୁଛ? ଏ ସବୁ କଦଳୀ ଗଛ ପରି ଆମକୁ ଦେଇଥିଲେ, ଏସବୁ ଆମର। ଭଲରେ ଏଠୁ ଯିବୁ ନା ଏ ଲାଠିରେ ମାଡ଼ ଖାଇବୁ? ତ ମା ଏଠି ନାହିଁ। ତୁ ଯଦି ଏଠୁ ନ ଯିବୁ, ଆମେ ପିଟି ପିଟି ତ ପିଠିରୁ ଛାଲ ଉତାରିଦେବୁ। କାଉ ମାନଙ୍କ ଭୟରେ ଚଢ଼େଇ ଛୁଆ କାନ୍ଦି କାନ୍ଦି ସେଠାରୁ ଚାଲିଗଲା। 2 କାଉ ହଳଦିଆ ରଙ୍ଗର କଦଳୀକୁ ତୋଳି ଖାଇଲେ। ସେପଟେ କିଛି ଦୂର ଗଲା ପରେ ହିଁ ମା ଚଢ଼େଇ ମିଟୁକୁ ରାସ୍ତାରେ ପାଇଗଲା। ଆରେ ମିଟୁ ଭାଇ, ତୁମର କିଛି ହେଇନି ତ? ମୁଁ ଶୁଣିଲି କିଛି ଚଢ଼େଇ ତୁମକୁ ପିଟୁଥିଲେ। ଆରେ ଚଢ଼େଇ, ତତେ ଏମିତି ମିଛ କଥା କିଏ କହିଲା? ମୁଁ ତ ଏକଦମ ଠିକ ଅଛି, ମତେ କିଏ କାହିଁକି ପିଟିବ? ସେମାନେ ଏପରି କଥା ହେବା ସମୟରେ ହିଁ ଚଢ଼େଇ ଛୁଆ କାନ୍ଦି କାନ୍ଦି ସେଠାରେ ଆସି ପହଞ୍ଚିଲା। ମା ମା, ସେ ଦୁଷ୍ଟ କାଉମାନେ ମତେ ଜୋର କରି ଆମ ବଗିଚାରୁ ବାହାର କରିଦେଲେ, ଆଉ କହିଲେ ଆଜିଠୁ ସେ ସବୁ କଦଳୀ ଗଛ ତାଙ୍କର। ଆଚ୍ଛା, ଏବେ ବୁଝିଲି ସେ କାଉମାନେ ମତେ କାହିଁକି ଏଠାକୁ ପଠେଇଥିଲେ। ମାରେ, ତୁ ଜମା ବି କାନ୍ଦନି, ମୁଁ ଏବେ ହିଁ ସେ କାଉମାନଙ୍କୁ ଉଚିତ ଶିକ୍ଷା ଦେଉଛି। ତାପରେ ସେ ମା ଛୁଆ ନିଜ ବଗିଚାକୁ ଫେରି ଆସିଲେ। ତମେ ମାନେ ପୁଣି ଆସିଗଲ। ଶୁଣ ଚଢ଼େଇ, ଆଜିଠୁ ଏ 3 କଦଳୀ ଗଛ ଆମର, ତୁ ଏଠୁ ଚାଲିଯା। ହଁ ହଁ, ଠିକ ଅଛି, ଆଜିଠୁ ଏ ସବୁ କଦଳୀ ତମ ମାନଙ୍କର। ହେଲେ ମୁଁ ତମ ମାନଙ୍କୁ ଏ ନାଲି ରଙ୍ଗର କଦଳୀ ଦେଇପାରିବିନି। ଏ ନାଲି କଦଳୀ ଭାରି ମିଠା, ଏ ନାଲି କଦଳୀକୁ ମୁଁ ଖାଇବି। ଚଢ଼େଇ ପାଖରୁ ଏମିତି ଶୁଣି କାଉର ସ୍ତ୍ରୀ ଶୀଘ୍ର ନାଲି କଦଳୀ ପାଖକୁ ଗଲା। ଏ ଚଢ଼େଇ, ଏ ନାଲି କଦଳୀ ବି ଆମର। ମୁଁ ତତେ ଗୋଟେ ବି କଦଳୀ ଏଥିରୁ ଦେବିନି। ଏବେ ମୁଁ ଏ ମିଠା ମିଠା ନାଲି କଦଳୀ ଖାଇବି। ଆରେ ରହ ରହ, ମତେ ବି ଗୋଟେ ନାଲି କଦଳୀ ଦେ।
ମୁଁ ବି ସେ ନାଲି କଦଳୀ ଖାଇକି ଦେଖେ ସେସବୁ କେତେ ମିଠା। ତାପରେ ସେ ଦୁଇ କାଉ ନାଲି ରଙ୍ଗର କଦଳୀକୁ ତୋଳି ଖାଇଲେ। କିଛି ସମୟ ପରେ ହିଁ ତାଙ୍କ ଦେହର ସବୁ ଶକ୍ତି ଚାଲିଗଲା। ସେମାନେ ତଳେ ପଡ଼ିଗଲେ। ଉଠିବାକୁ ସେମାନେ ଚେଷ୍ଟା କଲେ, ହେଲେ ପାରିଲେନି। ପୁଣି ଥରେ ତଳେ ପଡ଼ିଗଲେ। ଏମିତି ଦେଖି ମା ଚଢ଼େଇ ଆଉ ତାର ଛୁଆ ହସିବାକୁ ଲାଗିଲେ। ଏବେ ତମେ ମାନେ ମଜା ପାଇଲ। ଖରାପ ଚଢ଼େଇ ମାନେ ଏ ନାଲି କଦଳୀକୁ ଖାଇପାରିବେନି, ନହେଲେ ତାଙ୍କର ଏମିତି ଅବସ୍ଥା ହେବ। ଚଢ଼େଇ, ମୁଁ ତତେ ଛାଡ଼ିବିନି। ତୁ ଆମ ସାଙ୍ଗରେ କିଛି ବି ଠିକ୍ କଲୁନି। ତମେ ମାନେ ନିଜ ଭୁଲର ଶାସ୍ତି ପାଉଛ। ଏବେ ପୋକମାନଙ୍କ ପରି ରଙ୍ଗି ରଙ୍ଗି ଘରକୁ ଚାଲିଯାଅ, ନହେଲେ ମୁଁ ପିଟି ପିଟି ତମମାନଙ୍କ ଚମଡ଼ା ଉତାରିଦେବି। ଦୁଇ କାଉ ପୁରାପୁରି ଦୁର୍ବଳ ହେଇଯାଇଥିଲେ। ସେମାନେ କାନ୍ଦି କାନ୍ଦି ଯେମିତି ସେମିତି ନିଜ ଘରକୁ ଫେରିଗଲେ। ଚଢ଼େଇ ଅନ୍ୟମାନଙ୍କୁ କଦଳୀ ଦେଇ ସାହାଯ୍ୟ କରୁଥିଲା। ଏମିତି ସେ ତାର ଦୁଇ ଛୁଆଙ୍କ ସାଙ୍ଗରେ ଖୁସିରେ ରହିଲା।